ବର୍ତ୍ତମାନ ଆମ ପାଖରେ 12-13 ଫୁଟ ହାଇଷ୍ଟ ଅଛି। 12 ଫୁଟ 13 ଫୁଟ 8 ଫୁଟ ଏ ସବୁ ଅଛି। ମୂର୍ତ୍ତି ଦୈତାରୀ ବାଇଁଶୀ ଭୁବନ ଯାଇଛି, ଡୁବୁରି ଯାଇଛି, ଆମର ଟାଉନ ମଙ୍ଗଳପୁର ଯାଇ ଟାଉନ 20 କିଲୋମିଟର ଭିତରେ ମଙ୍ଗଳପୁର ସେଠି ଯାଇଛି। ଫଟୋଟେ କରିବା ଆଉ ଏମିତି ଗୋଟେ ଗଢିବା ଭିତରେ ବହୁତ ଫରକ ଆସେ, କାରଣ ଫଟୋଟାକୁ ସବୁ ଦେଖିବା ପୁରା ଟିକିନିକି ତାର ମାନେ ବ୍ୟାକଗ୍ରାଉଣ୍ଡ, ତା ମୂର୍ତ୍ତି, ତା ଶୁଣ୍ଡ, ତା ଦାନ୍ତ, ତା ଗୋଡ଼ ପୋଜିସନ କେମିତି ରହିବ ସବୁ ଯାକ କଲେ ଯାଇକିରି ଫଟୋ ସାଙ୍ଗରେ ମିଶିବ। ବିଦ୍ୟାଦାତା ବୁଦ୍ଧିଦାତା ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ଆଗମନରେ ପୁରପଲ୍ଲୀ ଉତ୍ସବ ମୁଖର। ସେଥିପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ମନରେ ଭକ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। ବାପାଙ୍କୁ ଆଗମନ କରିବେ, ସେଥିପାଇଁ ସୁନ୍ଦର ମ୍ରିୟମାଣ ମୂର୍ତ୍ତିମାନଙ୍କର ମଧ୍ୟ ବ୍ୟୟବରାଦ ରହିଛି। କାରିଗର ତାଙ୍କର ନିଖୁଣ କଳାର ନିଦର୍ଶନ ପରିପ୍ରକାଶ କରୁଛନ୍ତି ଏବଂ ପ୍ରତ୍ୟେକଟି ଭକ୍ତଙ୍କ ମନ ଜାଣି ମୂର୍ତ୍ତି ମଧ୍ୟ ଗଢ଼ା ଚାଲିଛି। ଆମେ ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦ ଡୋଲିପୁର ଏବଂ ନ୍ୟୁ ମାର୍କେଟ ଅଞ୍ଚଳରେ ଅଛୁ, ଯେଉଁ ଅଞ୍ଚଳ ଠାକୁରଙ୍କର ମ୍ରିୟମାଣ ମୂର୍ତ୍ତି ପାଇଁ ଏବଂ ଠାକୁରଙ୍କର ବିଭିନ୍ନ ଯେଉଁ ସାମଗ୍ରୀ ରହିଛି ସେଥିପାଇଁ ମଧ୍ୟ ଏଠାରେ ବେଶ ଜନଗହଳି ହୋଇଥାଏ। ତେବେ ଯେଉଁ ଶିଳ୍ପୀ ରହିଛନ୍ତି ଆମେ ତାଙ୍କ ସହିତ ଆଲୋଚନା କରିବା, ମୂର୍ତ୍ତି କିଭଳି ଭାବରେ ଗଢ଼ା ଚାଲିଛି ଏବଂ କ'ଣ କ'ଣ ସବୁ ମୂର୍ତ୍ତି ରହିଛି ଯାହାକୁ ନେଇ ସେମାନେ ନିଜର ସ୍ପର୍ଶ ଦେଉଛନ୍ତି ମ୍ରିୟମାଣ ମୂର୍ତ୍ତିରେ। ଆସନ୍ତୁ ସିଧାସଳଖ ଭାବରେ ଆମେ ଆଲୋଚନା କରିବା। ମୋ ନାଁ ଶିଳ୍ପୀ ମାଧବ ବେହେରା, ଯାଜପୁର ରୋଡ ବ୍ୟାସନଗର। କେତେ ବର୍ଷ ହେଲା ଆପଣ ଏଇ ମୂର୍ତ୍ତି କାରିଗର? 25-26 ବର୍ଷ ଖଣ୍ଡେ ହେଇଯିବ କଲିଣି। କେତେ ଦିନ ହବ ମୂର୍ତ୍ତି ଆପଣ? ଏଠି ଆମର 1.5 ମାସ ପାଖାପାଖି ହବ କାମ ଚାଲିଲାଣି। ମୂର୍ତ୍ତି ଗଢ଼ିବାରେ କ'ଣ ପ୍ରକ୍ରିୟା ରହିଥାଏ, କିଭଳି ଭାବରେ ମୂର୍ତ୍ତି ଗଢ଼ିବା ପାଇଁ ମେନ୍ ପ୍ରଥମ ଷ୍ଟାଣ୍ଡ ବନାଯାଏ, କାଠ ବାଉଁଶ ଛଣ ଏସବୁ ଦରକାର ହୁଏ। ଛଣ ପରେ ଛଣ ସୁତୁଲିଲେ ମାଟିରେ ସବୁ ମୂର୍ତ୍ତି ତିଆରି ହବ। ମୂର୍ତ୍ତିକାର ସ୍ୱତନ୍ତ୍ର ମାଟି ଥାଏ ନା, ଏହାର କିଭଳି ଭାବରେ ମାଟି ବ୍ୟବହାର କରନ୍ତି ଆପଣ? ନା ସ୍ୱତନ୍ତ୍ର ନୁହଁ, ସେ ମାଟିରେ ଚିକଟା ମାଟି ଆସେ, ସେ ତା ଦେହରେ ଆମର ପ୍ରୋସେସିଂର ବିଭିନ୍ନ ପ୍ରକାର ଗୋଟିଏ ମାଟିକି 8 ପ୍ରକାର ମାଟି କରାହୁଏ। ଆମର ବାଲି ମିଶେ, ଝୋଟ ମିଶେ, ଅଗାଡ଼ି ମିଶେ, ଆମର ମାପଚୁପ କୋଉ ମାଟି କ'ଣ କେତେ ଖାଇବ ସେଇ ଅନୁସାରେ 8 ପ୍ରକାର ମାଟି ହୁଏ ଗୋଟେ ମାଟିକି। କେଉଁ କେଉଁ ଅଞ୍ଚଳରୁ ବର୍ତ୍ତମାନ ପରିସ୍ଥିତିରେ ମୂର୍ତ୍ତି ମାନ ସବୁ ବରାଦ ଦିଆଯାଇଛି ଏବଂ କିଭଳି ମାତ୍ରାରେ ଗଢୁଛନ୍ତି ମୂର୍ତ୍ତି? କେତେ କେତେ ଫୁଟର ମୂର୍ତ୍ତି ଅଛି? କୋଉ କୋଉ ଅଞ୍ଚଳରୁ ପିଲାମାନେ ଆପଣଙ୍କୁ ବରାଦ ଦେଇଛନ୍ତି? ମୂର୍ତ୍ତି ବର୍ତ୍ତମାନ ଆମ ପାଖରେ 12-13 ଫୁଟ ହାଇଷ୍ଟ ଅଛି। 12 ଫୁଟ 13 ଫୁଟ 8 ଫୁଟ ଏ ସବୁ ଅଛି। ମୂର୍ତ୍ତି ଦୈତାରୀ ବାଇଁଶୀ ଭୁବନ ଯାଇଛି, ଡୁବୁରି ଯାଇଛି, ଆମର ଟାଉନ ମଙ୍ଗଳପୁର ଯାଇ ଟାଉନ 20 କିଲୋମିଟର ଭିତରେ ମଙ୍ଗଳପୁର ସେଠିକି ଯାଇଛି। ଆଉ ଆମର ଏଠି ସାଇକେଲ ଫାଇକେଲ ଲାଇନ ବରପଦା ଲାଇନ ଯାଇଛି। ଆଉ ଲୋକାଲ ଆମର କିଛି ଅଛି ମୂର୍ତ୍ତି। ଆଉ କେତେ ଫୁଟର ଲୋକାଲ ମୂର୍ତ୍ତି? ସବୁ ବଡ ବଡ ମୂର୍ତ୍ତି? ଲୋକାଲ ମୂର୍ତ୍ତି ସବୁ ବଡ ବଡ ସବୁ 12 ଫୁଟ 13 ଫୁଟ 10 ଫୁଟ ଏମିତି 10-12 ଫୁଟ ମିନିମମ୍ ଯାଉଛି ସବୁ ଲୋକାଲରେ। ଆଉ ବାପାଙ୍କର କ'ଣ କ'ଣ ଦର୍ଶନ ଦେଖିବା ପାଇଁ ମିଳୁଛି? କି କି ରୂପ ବର୍ତ୍ତମାନ ପରିସ୍ଥିତିରେ ସବୁ ଅର୍ଡର ଦିଆଯାଇଛି? ବାବାଙ୍କର ଏଠି ବର୍ତ୍ତମାନ ଲାଲବାଗ ରାଜାର 2ଟା ମୂର୍ତ୍ତି ହେଇଛି, ଗୋଟେ ସରକାର ବାବାଙ୍କର ବି ହେଇଛି, ଆଉ ଗୋଟେ ଆମର ଚିନ୍ତାମଣି ବି ହେଇଛି, ଏମିତି ସବୁ ହେଇଛି। ଆଉ ଗଢିବା କିଭଳି ଭାବରେ ପ୍ରକ୍ରିୟା ଥାଏ? କେତେବେଳେ ଆପଣ ଆସନ୍ତି, କେତେବେଳେ ଯାଆନ୍ତି, କ'ଣ କେମିତି ଟାଇମ ଟେବୁଲ ରହିଥାଏ ବର୍ତ୍ତମାନ ପରିସ୍ଥିତିରେ ଏଇ ମୂର୍ତ୍ତି ଗଢିବାରେ? ନା ଦିନ ରାତି ଏକ କରି ବର୍ତ୍ତମାନ ପରିସ୍ଥିତିରେ? ଆମେ ସକାଳ 8ରେ କାମ ଆରମ୍ଭ କରୁ, 1-1:30 ଖାଇବାକୁ ଯାଉ, 3ଟା 3:30 ପରେ ପୁଣି ଲାଗିଲ ରାତି 10ଟା 10:30 ପର୍ଯ୍ୟନ୍ତ ମ୍ୟାକ୍ସିମମ୍ କରୁ। ସେମିତି କଲର କାମରେ 1-2 ଘଣ୍ଟା ଅଧିକା ଲେଟ୍ ହେଇପାରେ, ଆଉ ମାଟି କାମରେ ଏତେ ସମୟ ଖଟଉନା। ପାର୍ବଣ ଋତୁ ଆସିଲେ ଆପଣ ସଦା ଚଳଚଞ୍ଚଳ ଦେଖା ଦିଅନ୍ତି। ବର୍ଷ ତମାମ ଯଦି ଅପେକ୍ଷାରେ ଥାଆନ୍ତି, ଏଇ ଋତୁ ଆସିଲେ ଆପଣ କିଛି 2 ପଇସା ଲାଭବାନ ହୁଅନ୍ତି। କିଭଳି ପରିବାର ପ୍ରତିପୋଷଣ ହୁଏ, କ'ଣ କେମିତି ଚାଲେ ପାର୍ବଣ ଋତୁ ସରିଗଲେ? ପାର୍ବଣ ଋତୁ ସରିଗଲା ପରେ ଆମର କଲର କାମ ହୁଏ, ବାହାଘରେ ସବୁ ଲେଖା ଲେଖି ଯୋଉ ଆର୍ଟିଷ୍ଟ ମନ୍ଦିର କଲର ହୁଏ ସବୁ କରାଯାଏ, ଏସବୁ କଲର କାମ କରୁ। ଆଉ ତାପରେ ଯଦି ସିମେଣ୍ଟ କାମ ବି ହୁଏ, ସିମେଣ୍ଟ କାମ ଥାଏ ସେଇ ସମୟରେ ଫାଙ୍କା ସମୟରେ କରାହୁଏ। ସରକାରଙ୍କ ଯୋଉ କଳାକାର ଭତ୍ତା ରହିଛି, ସେଇ କଳାକାର ଭତ୍ତାରେ ଆପଣ ତାକୁ ଅନ୍ତର୍ଭୁକ୍ତ ହେଲେଣି କି ନା ନାହିଁ? ନା ଆମେ ହେଇନୁ। ଆମର ସିଧା ଅନ୍ତର୍ଭୁକ୍ତ ହେବା ହେଲେ ବୟସ କେତେ ସୀମା ତାର ଅଛି, ଆମର ତ ସେଇ ପ୍ରାପ୍ତ ବୟସ ହେଇନି। ଆମର ସାଙ୍ଗରେ କାମ କରନ୍ତି 2 ଜଣ ମିସ୍ତ୍ରୀ, ସେ କଳାକାର ଭତ୍ତା ପାଇଲେଣି, ଆମର ବୟସ ହେଇନି, ଆମର ସେଥିପାଇଁ ହେଇନି। ଆଉ ବର୍ତ୍ତମାନ ପରିସ୍ଥିତିରେ ଦେଖିବା, ସୁନ୍ଦର ମ୍ରିୟମାଣ ମୂର୍ତ୍ତି ବାପାଙ୍କର ନିର୍ମାଣ ଚାଲିଛି ଏବଂ ତାଙ୍କୁ ସ୍ପର୍ଶ ଦେବାରେ ମୂର୍ତ୍ତି କାରିଗର ମଧ୍ୟ ତତ୍ପରତା ପରିପ୍ରକାଶ କରୁଛନ୍ତି। ତେବେ ଆଉ ଜଣେ ଆମ ସହିତ ଅଛନ୍ତି ଶିଳ୍ପୀ, ତାଙ୍କ ସହିତ ମଧ୍ୟ ସିଧାସଳଖ ଭାବରେ ଆମେ ଆଲୋଚନା କରିବା। ସେ ତୋଳିକୁ ସ୍ପର୍ଶ ଦେଉଛନ୍ତି ଏବଂ ଦେଖନ୍ତୁ କିଭଳି ଭାବରେ ବର୍ତ୍ତମାନଙ୍କର ମୂର୍ତ୍ତି ବାପାଙ୍କର ନିର୍ମାଣ ଚାଲିଛି। ପରିଚୟ ଦିଅନ୍ତୁ, ନାଁଟା କୁହନ୍ତୁ। ସୁବୀର ଦତ୍ତ, କିନ୍ତୁ ଡାକୁଛନ୍ତି ବାପି ବୋଲି ମତେ।
ଏଇ କାରିଗର କ୍ଷେତ୍ରରେ ଆପଣ କେତେ ବର୍ଷ ବିତିଗଲାଣି? ଏଥିରେ ତ ଆଜ୍ଞା ବୁଢା ହେଇଗଲିଣି। କଣ ବର୍ତ୍ତମାନ ମୂର୍ତ୍ତି ବାପାଙ୍କର ନିର୍ମାଣ ଚାଲିଛି? ଏଇ ତ ଆପଣ ଦେଖୁଛନ୍ତି ବିଭିନ୍ନ ପ୍ରକାର ମୂର୍ତ୍ତି ସବୁ ଅଛି ଏଠି। ଆଉ ୟାଙ୍କର ତ ନାଁ ଟା ସବୁ ଆମେ କହିପାରିବାନି। ହୁଁ। ତେଣୁକରି ବିଭିନ୍ନ ପ୍ରକାର ସବୁ ତ ଆଇଟମ ସବୁ ହେଇଛି, ପଛରେ ପେଚା ଫେଚା କରିକି ଏମିତି ସବୁ କରାହଉଛି। କାରଣ ଡିଜିଟାଲ ଯୁଗ ଆସିକି ଆଜ୍ଞା ପିଲାମାନେ ସବୁ ସେମାନେ ଅର୍ଡର ଫଟୋ ଦଉଛନ୍ତି। ଦଉଛନ୍ତି, ତାଙ୍କ ଫଟୋ ଅନୁଯାୟୀ ନ କଲେ ସେମାନେ ବି ନେବେ ନାହିଁ। ଗୋଟେ ଫଟୋକୁ ଯୋଉ ହଁ, ପୁରା ଫଟୋଟେ ମାନେ କରିବା ଆଉ ଏମିତି ଗୋଟେ ଗଢିବା ଭିତରେ ବହୁତ ଫରକ ଆସେ। କାରଣ ଫଟୋଟାକୁ ସବୁ ଦେଖିବାକୁ ପୁରା ଟିକିନିକି ତାର, ମାନେ ବ୍ୟାକଗ୍ରାଉଣ୍ଡ, ତା ମୂର୍ତ୍ତି, ତା ଶୁଣ୍ଡ, ତା ଦାନ୍ତ, ତା ଗୋଡ ପୋଜିସନ କେମିତି ରହିବ, ସବୁ ଯାକ କଲେ ଯାଇକିରି ଫଟୋ ସାଙ୍ଗରେ ମିଶିବ। ଫଟୋ ସାଙ୍ଗରେ ନ ମିଶିଲେ ଆଜିକାଲି ତ ଯୁଗ ହେଇଗଲାଣି, ସମସ୍ତେ ଫଟୋ ନେଇକି ଆସୁଛନ୍ତି। ଆଜିର ଏଆଇ ଯୁଗରେ ଯେଉଁ ଫଟୋଟିକୁ ଆପଣମାନେ ଦେଖୁଛନ୍ତି, ତାଙ୍କୁ ଏଇ ମୂର୍ତ୍ତିର ସ୍ପର୍ଶ ଦେବାରେ କେତେ ଯେ କଷ୍ଟ ତାହା କାରିଗର ଆପଣଙ୍କୁ ଜଣାଉଛନ୍ତି। କିନ୍ତୁ କିଭଳି ଭାବରେ ତଥାପି ତାହାକୁ ଚ୍ୟାଲେଞ୍ଜ କରି ଶିଳ୍ପୀମାନେ ମଧ୍ୟ ନିଖୁଣ ଭାବରେ ଉତାରୁଛନ୍ତି। ଆସନ୍ତୁ ଆମ ସହିତ ଆଲୋଚନା କରିବା। ଆଜିର ଏଆଇ ଯୁଗରେ ଦେଖିବା, ତଥାପି ଆପଣମାନେ ସେ ତାଙ୍କ ହୁବାହୁ ଯେଉଁଭଳି ପ୍ରକାରର ସେମାନେ ଦଉଛନ୍ତି, ଛବି ଦଉଛନ୍ତି, ତାକୁ ଆଜ୍ଞା, ଆପଣ ନିଖୁଣ ଭାବରେ କରୁଛନ୍ତି। କିଭଳି ଭାବରେ ସେ ଚ୍ୟାଲେଞ୍ଜର କାର୍ଯ୍ୟରେ ଆଜ୍ଞା? ସେଟା ତ ନ କଲେ ଆଜ୍ଞା ପାରିଶ୍ରମିକ ନାହିଁ। ଆଜିକାଲିକା ଯୁଗରେ ଯଦି ଯିଏ ଯାହା ଦେଇଥିବ ସେଇଟା ଯଦି ନ କରିପାରିବା, ଆଉ ସେମାନେ ବି ଆସିବେନି, କଷ୍ଟମର ବି କମିଯିବେ, ଚାରିଆଡୁ ଅସୁବିଧା ହେଇଯିବ ଆମର। ମୁଁ ତାଙ୍କୁ ଟିକେ ନଜର ରଖିବାକୁ ପଡୁଛି ଯେ ଫଟୋ ଯିଏ ଦଉଛି ତାଙ୍କୁ ଟିକେ ଅଗ୍ରାଧିକାର ଦେଇକି ତାଙ୍କ କାମଟା ଟିକେ ଅଲଗା ଟାଇପର କରୁଛୁ। କାରଣ ଆମର ଏଇଟା ସବୁ ମୂର୍ତ୍ତି ଯିଏ ଯାହା ନେଇଯିବେ ଚଳିଯିବ, କିନ୍ତୁ ଯୋଉମାନେ ସବୁ ଦେଇ ଯାଉଛନ୍ତି ଫଟୋ, ତାଙ୍କ ପାଇଁ ଟିକେ ଅଧିକା ଖଟିବାକୁ ପଡୁଛି। ଏମିତିକି ରାତି 10ଟା 11ଟା ହେଇଯାଉଛି। ପୂଜା ଆସିଲେ ଆନ୍ତରିକତା ମନୋଭାବ ପ୍ରକାଶ ଥାଏ। ଆପଣ ଯେତେବେଳେ ମୂର୍ତ୍ତିକୁ ଗଢନ୍ତି, ନିଜ ମନ ଭିତରେ କିଭଳି ଉତ୍ସାହ ଥାଏ? ଉତ୍ସାହ ନଥିଲେ ସବୁ କାମ ହବନି, ସବୁ କଳା କାମ ବାହାରିବନି ପେଟରୁ। ଇଏ ଜିନିଷ ହାତ ମାରିଲା ପରେ ଆମର ବାହାରି ପଡେ। ଏମିତି ଅଲଗା ଟାଇମରେ କହିବ ଗୋଟେ ଗଣେଶ କରିପାରିବାନି, କିନ୍ତୁ ଏଇ ସିଜନ ଟାଇମରେ ଆମର ଏମିତି ହାତ ଆସିଯିବ, ଆଖି ବୁଝିଲେ ବି ସେ ଗଣେଶଟି ହେଇଯାଉଥିବ। ନିଶ୍ଚିତ ଭାବରେ ଇଏ ଠାକୁରଙ୍କର ମହିମା ଥାଏ। କଳାକୁ କିଭଳି ଭାବରେ ମାଟିର ଯେଉଁ ସ୍ପର୍ଶ ଦିଆଯାଏ, ସୁନ୍ଦର ସୁନ୍ଦର ତୁଳି ମାଧ୍ୟମରେ ତାହାର ନିଖୁଣ ନିର୍ଦର୍ଶନ ବର୍ତ୍ତମାନ ପରିସ୍ଥିତିରେ ଦେଖିବା ପାଇଁ ମିଳୁଛି। ଆମ ଗହଣରେ ଦେଖନ୍ତୁ ଏକ ଫଟୋ ରହିଛି। ସେଇ ଫଟୋକୁ କିଭଳି ଭାବରେ ବର୍ତ୍ତମାନ ପରିସ୍ଥିତିରେ ନିଖୁଣ ଭାବରେ କାରିଗର ମଧ୍ୟ ଗଢି ତୋଳିଛନ୍ତି। ଏଇ ମଧ୍ୟ ଆଉ ଗୋଟେ ମଧ୍ୟ ଫଟୋ ରହିଛି ଏବଂ କାରିଗର ଦେଖଉଛନ୍ତି କିଭଳି ଭାବରେ ଫଟୋ ମଧ୍ୟ ତାଙ୍କ ପାଖକୁ ଅର୍ଡର ଆସିଛି। ଏଇ ଅର୍ଡରକୁ ସେମାନେ ନିଖୁଣ ଭାବରେ କରିବାରେ ମଧ୍ୟ ତତ୍ପରତା ପ୍ରକାଶ କରୁଛନ୍ତି। ବିଭିନ୍ନ ଯେଉଁ କମିଟିର ରହିଛନ୍ତି, କମିଟିର ମେମ୍ବର ମାନେ, ସେମାନେ ଆସି ଏଇ ଫଟୋ ସବୁ ଅର୍ଡର ଦଉଛନ୍ତି। ଏଇ ଫଟୋକୁ ମଧ୍ୟ ସେମାନେ ନିଖୁଣ ଭାବରେ ଗଢି ତୋଳିବାରେ ତତ୍ପରତା ପରିପ୍ରକାଶ କରିଛନ୍ତି। ଯେଉଁ ଯୁବପିଢି ରହିଛନ୍ତି ଏବଂ ସ୍ୱତନ୍ତ୍ର ଯେଉଁ ରହିଛି ଅନୁଷ୍ଠାନ ଗୁଡ଼ିକରେ ଯେଉଁ ପ୍ରକାର ବ୍ୟୟବରାଦ ରହୁଛି, ତାକୁ ଲକ୍ଷ୍ୟ କରି ଏଠାରେ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଉଛି। ଦେଖିବେ ଏଇ ଯେଉଁ ନଟରାଜ ମୂର୍ତ୍ତି ରହିଛି, ଏଇ ନଟରାଜ ମୂର୍ତ୍ତିର ଅବିକଳ ମୂର୍ତ୍ତି ମଧ୍ୟ ସେମାନେ କରିବାରେ ତତ୍ପରତା ଦେଖେଇଛନ୍ତି ଏବଂ ତାଙ୍କୁ ନିଖୁଣ ଭାବରେ ମଧ୍ୟ କରିଛନ୍ତି। ସୁନ୍ଦର କାରୁକାର୍ଯ୍ୟ ଆପଣ ଦେଖିପାରିବେ। ପ୍ରଥମତଃ ଛଣରେ ଭିଡ଼ା ଯାଇଛି, ତାକୁ ଏକମାଟିଆ କରାଯାଇଛି। ଏକମାଟିଆ ପରେ ଅଗାଡ଼ିର ମାଟି ଦେଇ ତାକୁ ସ୍ପର୍ଶ କରାଯାଇଛି। ଏହାପରେ ଦୋମାଟିଆ ହେବ, ତାପରେ କପଡ଼ା ପକା ହେବ, ଖଡ଼ି ଚଢ଼ା ହେବ, ବିଭିନ୍ନ ପ୍ରକାର ରଙ୍ଗ ତାକୁ ଦିଆଯିବ। ଏବଂ ଆଉ ଗୋଟେ ଦେଖିବେ ଲାଲବାଗ ଚା ରାଜା ମଧ୍ୟ ଯେଉଁ ଫଟୋ ଦିଆଯାଇଛି, ତାକୁ ମଧ୍ୟ ବି ଏଠାରେ କରିବାରେ କାରିଗର ନିଜର କଳାକୃତି ଦେଖାଇଛନ୍ତି। ସୁନ୍ଦର କାରୁକାର୍ଯ୍ୟର ମୂର୍ତ୍ତି ଆପଣ ବ୍ୟାସନଗରର ନ୍ୟୁ ମାର୍କେଟ ଏବଂ ଡୋଲିପୁର ଅଞ୍ଚଳରେ ଦେଖିବା ପାଇଁ ପାଇବେ। ପାର୍ବଣ ଋତୁ ଆଗମନରେ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠେ। ଆଉ ଗୋଟେ ମଧ୍ୟ ଫଟୋ ଆମ ହାତରେ ଅଛି। ଏହି ଫଟୋରୁ ବି ମଧ୍ୟ ଅବିକଳ ମୂର୍ତ୍ତିର ସ୍ପର୍ଶ ମଧ୍ୟ ଶିଳ୍ପୀ ଦେଇଛନ୍ତି। ଏହି ମୂର୍ତ୍ତିକୁ ମୁଁ ଆପଣଙ୍କୁ କହିବି, ମୋ ସହଯୋଗୀ ଆପଣଙ୍କୁ ଦେଖେଇବେ। ସୁନ୍ଦର ମୂର୍ତ୍ତିର କଳାକୃତି ଦେଖିବା ପାଇଁ ମିଳୁଛି। ଦେଖିପାରୁଥିବେ ମୋ ହାତରେ ଏଠି ଗୋଟେ ଫଟୋ ଅଛି। ଭଲ୍ଲୁକ ଅର୍ଥାତ୍ ପେଚା ସରକାରଙ୍କର ମଧ୍ୟ ଏକ ମୂର୍ତ୍ତି ବ୍ୟବରାଦ ହୋଇଛି। 12 ଫୁଟର ପାଖାପାଖି ଏହି ଗଣେଶ ହେବ। ଅବିକଳ ଫଟୋ ଅନୁସାରେ କାରିଗର ଏହାକୁ ସ୍ପର୍ଶ ଦେବାରେ ମଧ୍ୟ ତାଙ୍କର କଳାକୃତିକୁ ଏଠାରେ ପ୍ରଦର୍ଶନ କରିଛନ୍ତି ଏବଂ ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି। ତେବେ ଏହି କାର୍ଯ୍ୟକୁ କରିବା ପାଇଁ ହେଲେ ସେମାନେ କହୁଛନ୍ତି, ଗଣେଶ ପୂଜା ଆସିଲେ ତାଙ୍କ କଳାକୃତିର ସ୍ପର୍ଶ ଆପେ ଆପେ ହିଁ ବାହାରି ଆସେ। ଅନ୍ୟ କୌଣସି ଦିନ ଗୁଡ଼ିକରେ ଯଦି ମୂର୍ତ୍ତିର ବ୍ୟବରାଦ ହୁଏ, ସେତେଟା ଆନ୍ତରିକତା ପରିପ୍ରକାଶ ହୋଇନଥାଏ। ଅର୍ଥାତ୍ ବାପାଙ୍କର ଆଗମନରେ ତାଙ୍କର ଇଚ୍ଛା ଆତ୍ମଶକ୍ତି ନଥିଲେ କୌଣସି ପ୍ରକାର କାର୍ଯ୍ୟ ବର୍ତ୍ତମାନ ପରିସ୍ଥିତିରେ
ସମ୍ଭବ ହୋଇପାରି ନଥାଏ ବୋଲି ଯାହା ପ୍ରମାଣିତ ହେଉଛି। ବାପାଙ୍କର ସୁନ୍ଦର ମ୍ରିୟମାଣ ମୂର୍ତ୍ତିକୁ ସ୍ପର୍ଶ ଦେଉଛନ୍ତି ସ୍ଥାନୀୟ ସୁନାମଧନ୍ୟ ଶିଳ୍ପୀ ଦେବେନ୍ଦ୍ର ବେହେରା ଏବଂ ନରହରି ପାତ୍ର। ତାଙ୍କ ସହିତ ଆମେ ଆଲୋଚନା କରିବା। ଯେଉଁ ସ୍ଥାନୀୟ କମିଟି ରହିଛନ୍ତି ସେ କମିଟି ମଧ୍ୟ ବିଭିନ୍ନ ଫଟୋଚିତ୍ର ସେମାନଙ୍କ ପାଖରେ ଅର୍ଡର ଦେଇଛନ୍ତି। ଏହି ଫଟୋଚିତ୍ର ମଧ୍ୟ ଆମ ପାଖରେ ଅଛି, ଆମେ ଆପଣଙ୍କୁ ଦେଖେଇବୁ। ପୁରା ଅବିକଳ ଏହି ଫଟୋଚିତ୍ରକୁ ସୁନ୍ଦର ସ୍ପର୍ଶରେ ସେମାନେ ତାଙ୍କର କଳାକୃତିକୁ ନିଖୁଣ ଭାବରେ ଏଠି ପ୍ରଦର୍ଶନ କରିଛନ୍ତି ଏବଂ ଯେଉଁ କମିଟି ମେମ୍ବର, ଯେଉଁ ଯୁବପିଢ଼ି ଯେଉଁ ଅର୍ଡରଟି ଦେଲେ ସେଇ ଅର୍ଡରକୁ ସେମାନେ ସୁନ୍ଦର ଭାବରେ ଆଙ୍କୁଛନ୍ତି। ଏଇଠି ଆମ ପାଖରେ ଦେଖିବେ ଗୋଟେ ଛୋଟ ସୁନ୍ଦର ଗଣେଶ ମଧ୍ୟ ଅଛି। ଏହି ଗଣେଶ ମୂର୍ତ୍ତିଙ୍କୁ ସେମାନେ ଭଲ ଭାବରେ ସୁନ୍ଦର ଭାବରେ ଆଙ୍କିଛନ୍ତି ଏବଂ ଏହି ଫଟୋଚିତ୍ର ଏ ପାଖରେ ବି ଆମ ପାଖରେ ବି ମଧ୍ୟ ରହିଛି। ତେବେ ସୁନ୍ଦର ସୁନ୍ଦର ମୂର୍ତ୍ତିକୁ କିଭଳି ଭାବରେ ସେମାନେ ତାଙ୍କ କଳାରେ ପ୍ରଦର୍ଶନ କରୁଛନ୍ତି ଏବଂ କଳାରେ କିଭଳି ଭାବରେ ତାଙ୍କର ହାତ ସ୍ପର୍ଶ ପାଇ ଜୀବନ୍ତ ହୋଇ ଉଠୁଛି ମୂର୍ତ୍ତି, ଆସନ୍ତୁ ସିଧାସଳଖ ଭାବରେ ଆମେ ତାଙ୍କ ସହିତ ଆଲୋଚନା କରିବା। ଦେବେନ୍ଦ୍ର ସାର୍, ଦେଖିବା ଆପଣଙ୍କର ଏଇ ମୂର୍ତ୍ତି କାରିଗରୀ ଆପଣ କେତେ ବର୍ଷ ହେଲା କରି ଆସିଲେଣି? ଆମେ ଛୁଆ ବେଳଠୁ କରି ଆସିଲୁଣୁ, ଆସିକି ଆମକୁ ହେଇଗଲାଣି 55 ବର୍ଷ ହେଲା ଏଇ କଳାରେ ଆମେ ବେପାର କରୁଛୁ। ବର୍ତ୍ତମାନ ଆମ ସରକାର କିଛି କୌଣସି ପଦକ୍ଷେପ ବିଶ୍ୱକର୍ମା ଯୋଜନା ହଉ କୋଉ ଯୋଜନା ହଉ ଆମ ଭତ୍ତା କିଛି ସରକାରଙ୍କ ତରଫରୁ କିଛି ମିଳିନି। ମାଟି ମିଳିବା ଟିକେ କଷ୍ଟ ହେଉଛି, ମାଟି ବି ସୁଦ୍ଧା ମିଳିବା ବହୁତ କଷ୍ଟ, ଧରପକଡ଼ରେ ବି ମିଳିବା ଠାକୁର କରିବା ପାଇଁ ଆମ ବ୍ୟବସ୍ଥା ବି ବହୁତ ହଇରାଣ। ରେଟ୍ ବି ସବୁ ଜିନିଷ ଏବେ ବଢ଼ିଯାଇଛି, ବହୁତ ଜିନିଷ ସୁତୁଲି ହଉ ଇଏ ହଉ। ଆଉ ସେପରି ଭାବରେ ଯେଉଁ ରେଟ୍ରେ ସବୁ ନେଇଥିଲେ ଆଉ ଅଧିକ ରେଟ୍ ଦେବା ପାଇଁ ଗରାକି ରାଜି ହେଉନାହାନ୍ତି। ଏଭଳିଆ କଷ୍ଟମର ଚାଲିଛି ଆଜ୍ଞା। ଦେଖିବା କହୁଛନ୍ତି ଯେ ପୂର୍ବରୁ ଏବଂ ବର୍ତ୍ତମାନ ପରିସ୍ଥିତିରେ ଯେଭଳି ଭାବରେ ପ୍ରକୃତିରୁ ମାଟି ସେମାନେ ପାଉଥିଲେ ଏବଂ ପ୍ରକୃତିର ନୀଳ ଯେଉଁ ଝୋଟ ସୂତା ଯେଭଳି ଭାବରେ ଆସୁଥିଲା ତାହା ବର୍ତ୍ତମାନ ପୂର୍ବ ଅପେକ୍ଷା କମି ଯାଇଛି। କାରଣ ସବୁ ସ୍ଥାନରେ ବର୍ତ୍ତମାନ ଜନଗହଳି, ଘର ଦ୍ୱାର ବଢ଼ିଗଲାଣି, ମାଟି ମଧ୍ୟ ସେତେଟା ଆସିପାରୁନାହିଁ ଏବଂ ମାଟି ମଧ୍ୟ ସେମାନେ ପାଇପାରୁନାହାନ୍ତି। ଯେଉଁ କୌଣସି ସ୍ଥାନରୁ ମଧ୍ୟ ସେମାନେ ମାଟି ଆଣୁଛନ୍ତି, ବିଭିନ୍ନ ପ୍ରକାର ତହସିଲଦାର ହୁଅନ୍ତୁ, ବିଭିନ୍ନ ପ୍ରକାର ସେମାନେ ଧରପକଡ଼ର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ତେବେ ସରକାରଙ୍କ ପାଖରେ ସେମାନେ ମଧ୍ୟ ଗୁହାରି ଜଣାଉଛନ୍ତି ଯେ ଏହି କଳା କିଭଳି ଭାବରେ ବଞ୍ଚି ରହିବ, ଆଗାମୀ ଦିନରେ ଏହି ପୂଜା ମଧ୍ୟ କିଭଳି ଭାବରେ ହବ। ତେବେ ଆଉ ସମ୍ୟକ ଭାବରେ ଆମେ ଆଲୋଚନା କରିବା ଏହି ମୂର୍ତ୍ତି ବର୍ତ୍ତମାନ ମାଟି କିଭଳି ଭାବରେ ପ୍ରସ୍ତୁତ ହୁଏ, ମାଟି କଣ କଣ ସବୁ ଆପଣ ସବୁ ମାଟିରେ ମିଶାନ୍ତି, କିଭଳି ଭାବରେ ହୁଏ? ମାଟିରେ ଆଜ୍ଞା ଅଗାଡ଼ି ଏକ ମାଟିଆରେ ମିଶେ, ତାପରେ ଝୋଟ ଦୋମାଟିଆ ମିଶେ, ତାପରେ କପଡ଼ା ଫପଡ଼ା ପଡ଼େ ଠାକୁରଙ୍କ ଉପରେ, ବହୁତ କିଛି ମେଟେରିଆଲ୍ସରେ କାମ ହୁଏ ଆଜ୍ଞା। ଏକ ମାଟିଆ ସରିଲା, ତାପରେ ଯୋଉ ଅଗାଡି ପଗାଡି ସେ ଏକ ମାଟିଆରେ ଦିଏ, ପୂର୍ବରୁ ଛଣ ଭିଡା ହେଇଥାଏ। ଆଜ୍ଞା, ଦୋ ମାଟିଆର ତାର ଝୋଟ ମାଟି ତିଆରି ହୁଏ ଏବଂ କପଡ଼ା ବି ପଡ଼େ। ତାପରେ ଆମେ ଯୋଉ ଜାଣିବା ପାଇଁ ପାଇଛୁ ବା ଯାହା ଶୁଣିଛୁ, ଖଡି କିଭଳି ଭାବରେ ପ୍ରସ୍ତୁତ କରାଯାଏ, ଯୋଉ ଖଡି ଚଢାଯାଏ? ଆଜ୍ଞା ଖଡ଼ି ଯୁଗ ଓଲଟା ହେଇଯାଇଛି, ଏବେ ପ୍ରାଇମର ଆଣି ମାରି ଦଉଛୁ। ଖଡ଼ି ବର୍ତ୍ତମାନ ମିଳିବା, ସେ ରାନ୍ଧିକି ଅଠା କରିବା ଆଗରୁ ବହୁତ କଷ୍ଟ ହଉଥିଲା, ଏବେ ପ୍ରାଇମର ଆଣିକି ଡାଇରେକ୍ଟ ମାରିକି କାମ କରୁଛୁ। ଦେଖିବା ପୂର୍ବରୁ ଯୋଉଭଳି ଭାବରେ ପ୍ରସ୍ତୁତ ହଉଥିଲା, ଖଡି ଥିଲା, ଯୋଉ ଅଠା ଥିଲା, ତେନ୍ତୁଲି ଅଠା ଥିଲା, ତାକୁ ପ୍ରସ୍ତୁତ ଆଉ ସେଭଳି ଭାବରେ କାରିଗର କରିପାରୁନାହାନ୍ତି। କାରଣ ଯେଉଁ ପ୍ରାକୃତିକ ଯୋଉ ଜିନିଷ ଆସୁଥିଲା ତାର ମଧ୍ୟ ସୌନ୍ଦର୍ଯ୍ୟ କଳାକୃତି ଅଲଗା ପ୍ରକାରର ଦେଖିବା ପାଇଁ ମିଳୁଥିଲା। ବର୍ତ୍ତମାନ ପରିସ୍ଥିତିରେ ଯେଉଁ ସବୁ ନୂତନ ସବୁ ଜିନିଷ ମାର୍କେଟକୁ ଆସିଲାଣି ତାକୁ ମଧ୍ୟ ସେମାନେ କରୁଛନ୍ତି, ଯୋଉ ବ୍ୟବହାର କରୁଛନ୍ତି। ତେବେ ଦେଖିବା କଣ କଣ ସବୁ ବର୍ତ୍ତମାନ ପୂର୍ବରୁ ରଙ୍ଗ ବ୍ୟବହାର ହଉଥିଲା, ପ୍ରାକୃତିକ ରଙ୍ଗ, ବର୍ତ୍ତମାନ ପରିସ୍ଥିତିରେ କଣ ସବୁ ରଙ୍ଗ ଆପଣ ବ୍ୟବହାର କରୁଛନ୍ତି? ପ୍ରାକୃତିକ ଆଗରୁ ଯୋଉ ରଙ୍ଗ ହଉଥିଲା ସେ ଭଲ ହଉଥିଲା, ଟିକେ କଷ୍ଟ ହଉଥିଲା, ଏବେ ସହଜ ପାଇଁ ଆମେ କିଣି ଆଣିକି ଯୋଉଟା କେମିକାଲ ରଙ୍ଗ ମରା ହଉଛି ଆଉ। ଆଗରୁ ୱାଟର କଲର ଥିଲା, ପାଣିରେ ଗୋଳା ହେଇକି ହଁ, ପାଣିରେ କଷ୍ଟ କରି ମରା ହଉଥିଲା, ଏବେ ଆଉ କିଛି ଆବଶ୍ୟକ ପଡୁନି, ଏବେ ଡାଇରେକ୍ଟ ମିଳୁଛି, ଖୋଲୁଛୁ, ମାରୁଛୁ ଆଜ୍ଞା। ଦେଖିବା ବର୍ତ୍ତମାନ ପରିସ୍ଥିତିରେ ଯେଉଁ ସବୁ ରଙ୍ଗ ମଧ୍ୟ ମାର୍କେଟରେ ମିଳୁଛି ସେଇ ରଙ୍ଗ ମଧ୍ୟ ଅଣାଯାଇ ସେମାନେ ତାକୁ ପ୍ରସ୍ତୁତ କରୁଛନ୍ତି ଏବଂ ସେଇ ରଙ୍ଗକୁ ସିଧାସଳଖ ଭାବରେ ସେମାନେ ଲଗାଉଛନ୍ତି। ଆଉ କଣ କଣ ସବୁ ରହିଛି, କିଭଳି ଭାବରେ ତାଙ୍କର ଯୋଉ ଚୁମୁକି ଫୁମୁକି ସେଗୁରା ଆଜ୍ଞା ସବୁ କପଡ଼ା ରଙ୍ଗ ଚୁମୁକି ସବୁ କିଣା ହେଇକି ଆସିଛି, ସେ ଲାଗୁଛି ଆଜ୍ଞା। ଆଉ ଝୋଟରେ ଚୁଟି ଏଇଭଳିଆ। କୋଉ ପ୍ରତିଷ୍ଠାନ ଆପଣଙ୍କର ଥିଲା ବର୍ତ୍ତମାନ ପରିସ୍ଥିତିରେ, କୋଉ ସ୍ଥାନରେ ବର୍ତ୍ତମାନ ଏଟା ଅଛି? ଆଜ୍ଞା ଆମେ ଘର ପାର କରୁଥିଲୁ, ଏଠି ଆସିକି ବର୍ତ୍ତମାନ ଆମେ କରୁଛୁ ମାର୍କେଟ ଉପରେ। ମାର୍କେଟ ଏଟା ସାହୁ ମାର୍କେଟ ଆଜ୍ଞା। ନିଶ୍ଚିତ ଭାବରେ ପୂର୍ବରୁ ଯେଉଁଭଳି ପ୍ରକାର ସବୁ ମାଟି
ମିଳୁଥିଲା ବର୍ତ୍ତମାନ ପରିସ୍ଥିତିରେ ବ୍ୟାସନଗର ଅଞ୍ଚଳରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଚାରିଆଡ଼େ ଘର ଦ୍ୱାର ବର୍ତ୍ତମାନ ପରିସ୍ଥିତିରେ ମାଟି ସେତେଟା ମିଳିବା ମଧ୍ୟ କାରିଗର ପକ୍ଷରେ କାଠିକର ପାଠ ହୋଇପଡ଼ିଲାଣି। କୋଉଠି ମାଟି ଆଣିଲେ ବରଂ ତହସିଲଦାର ଏବଂ ସବୁ ପ୍ରକାର ତାଙ୍କୁ ଭୟ ରହୁଛି। କିଭଳି ଭାବରେ ଏହି କଳା ଆଗାମୀ ଦିନରେ ବଞ୍ଚିବ ଏବଂ କିଭଳି ଭାବରେ ପୂଜା ହେବ ସେଇ ନେଇ ମଧ୍ୟ କାରିଗର ଚିନ୍ତା ପ୍ରକଟ କରୁଥିବା ବେଳେ ପୂର୍ବ ଅପେକ୍ଷା ସବୁ ଜିନିଷର ଦରଦାମ ବୃଦ୍ଧି ପାଇଛି। ଯେଉଁ ଦରଦାମ ବୃଦ୍ଧି ପାଇବା ଫଳରେ ମୂର୍ତ୍ତିର ମଧ୍ୟ ଦରଦାମ ସେ ବୃଦ୍ଧି କଲା ବେଳକୁ କମିଟିର ଯେଉଁ କମିଟି କର୍ତ୍ତା ଅଛନ୍ତି ତାହାକୁ ମଧ୍ୟ ସେମାନେ ଦେବାରେ ସକ୍ଷମ ପାଇପାରୁନାହାନ୍ତି। ତେବେ ଦେଖିବା ଏହି ପାର୍ବଣ ଋତୁ ଆଗମନ ଆସିଲେ କାରିଗରମାନଙ୍କ ମନରେ ଟିକେ ଉତ୍ସାହ ବଢ଼େ ଏବଂ କିଛି ଦୁଇ ପଇସା ସେମାନେ କମେଇଥାନ୍ତି ଏବଂ ଏହି ଦୁଇ ପଇସାରେ ତାଙ୍କ ପରିବାର ପ୍ରତିପୋଷଣ ହୁଏ। ବାକି ଯେଉଁ ନିକିମାରୀ ଦିନ ଗୁଡ଼ିକ ରହିଲା ବା ଯେଉଁ ପୂର୍ବ ପାର୍ବଣର ପରବର୍ତ୍ତୀ ଯେଉଁ ଦିନ ଗୁଡ଼ିକ ରହିଲା ସେମାନେ ପ୍ରାୟତଃ ହାତ ବାନ୍ଧି ବସିଥାନ୍ତି। ତେବେ ଆଗାମୀ ଦିନରେ ଦେଖିବା ପାଇଁ ବାକି ରହିଲା ଏହି ମୂର୍ତ୍ତି ଗୁଡ଼ିକ କିଭଳି ଭାବରେ ସୁନ୍ଦର ସମ୍ପୂର୍ଣ୍ଣ ହେବ ଏବଂ ଯେଉଁ କମିଟି ମେମ୍ବର ମାନେ ନେଇ ପୂଜା ଅର୍ଚ୍ଚନା କରିବେ। ଯାଜପୁର ଚକ୍ରଧର ଦାସ ପ୍ରତିଦିନ।